जय श्रीराम जय श्रीराम जय श्रीराम। प्रिय श्रोता बंधु, भक्ति मार्ग तरफ आपण मानक मोर स्वागत। आपण माने श्रवण करुछंती सेही परम ब्रह्म परम पुरुष आदि सनातन श्रीरामंकर गुणगारिमा उपरे आधारित परम ब्रह्म श्रीरामंकर गुणगारिमा उपरे आधारित संत तुलसीदासंक लेखनीकृत श्रीरामचरित मानसरू आम्भे माने श्रवण करुछंती। सेही महापुरुष परम ब्रह्मंकर विवाह उत्सव चलीछि मिथिला नगरी रे। विवाह पाई कन्या वर बेदी रे बसिछंती। श्रीराम और सीता मातांकर विवाह हेबो ए पर्यंत आपण माने श्रवण करिथिले। आसंतु आगकु जिबा आउ कोन हेउछि संपूर्ण रूपे श्रवण करिबा। नारायणं नमस्कृत्यं नरो चैवं नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुलङ्घयते गिरि यत्कृपातमहं वन्दे परमानन्दमाधवं परमानन्दमाधवं लागे पखारन पाय पंकज प्रेम तन पुलकावली नभ खगर गान निशान जय धुनि उमगी जनु चाहूं देश चली उमगु जनु चाहूं देश चली जे पद सरोज मनोजरी उर सरस दैव विराजहि जे सकृत सुमिरत विमलता मन सकल कली मल भजहि सेमाने श्रीरामंकर चरण कमल धोइबाकु लागिले। प्रेमरे सेमानंकर अंग पुलकित होइगला। आकाशरे तथा नगररे हेउथिबा गीत वाद्य ओ जय जयकार ध्वनि चतुर्दिगरे प्रसारित होइगला। जेउ चरण कमल कामदेवंकर शत्रु शिवंकर हृदय सरोवररे सर्वदा विराजित ताहाकु थरे मात्र स्मरण कले मन निर्मल होई जाए ओ कलिजुगर सकल पाप दूर होई जाए। जे परसी मुनि बनिता लही गति रही जोत्पातकमयी मकरंदुजी नाको शंभु शिर सुचिता ओधिसुर वयनयी करी मधुप मन मुनि जोगी जन जे सेई अभिमत गति लई ते पद पखारत भाग्य भाजनु जनकु जय जय सब कही। जହାର स्पर्श लाभ करी गौतम का पत्नी अहल्या पापमुक्त होई परम गति पाईगले। जेउ चरण कमल रे मकरंद रस अर्थात गंगा शिवंक मस्तकरे विराजमान जहाकु देवगण पवित्रतार सीमा बोली कहंती। मुनि ओ जोगीगण निज निजर मन को भ्रमर करिदेई जेउ चरण कमल रे सेवा करी अभीष्ट गति पांती सेही चरण कमल को सौभाग्यवान जनक महाराज धोउछंती। एहा देखि ता समस्ते तांकर जय जयकार करिबाकु लागिले। बर कुंवरी कर तल जोरी सख चारु दऊ कुल गुरु करई भय पानी ग्रहनु बिलकी विधि सुर
मनुज मुनि आनन्द भराई। सुख मूल दुलाहु देखि दम्पति पुलक तना हुलास्यहिओम। करी लोक वेद विधानु कन्या दानु नृपभूषण किओ। उभय कूल गुरुकूलर गुरु बर ओ कन्याଙ୍କ ହାତ ମିଳାଇ ଦୁହିଁଙ୍କ ଶାଖା ବଂଶାବଳୀ ଉଚ୍ଚାରଣ କଲେ। ପାଣି ଗ୍ରହଣ ହେବାର ଦେଖି ବ୍ରହ୍ମାଦି ଦେବତା ମନୁଷ୍ୟ ଓ ମୁନିମାନେ ଆନନ୍ଦରେ ପୂର୍ଣ୍ଣ ହୋଇଗଲେ। ସୁଖର କାରଣ ସ୍ୱରୂପ ବରକୁ ଦେଖି ରାଜାରାଣୀଙ୍କର ଶରୀର ପୁଲକିତ ହୋଇଗଲା ଏବଂ ହୃଦୟ ଆନନ୍ଦରେ ନାଚି ଉଠିଲା। ନୃପଭୂଷଣ ମହାରାଜ ଜନକ ଲୌକିକ ଓ ବୈଦିକ ରୀତି ପାଳନ ପୂର୍ବକ କନ୍ୟାଦାନ କଲେ। ହିମବନ୍ତ ଝିମି ଗିରିଜା ମୋହେ ସହି ସରି ଶ୍ରୀ ସାଗର ଦଇ। ତିମି ଜନକ ରାମ ହିସିୟ ସମରପି ବିଶ୍ୱ କଲ କିରତି ନଇ। କେଉଁ କରଇ ବିନୟ ବିଦେହୁ କିଓ ବିଦେହୁ ମୂରତି ସାୱରି। କରି ହୋ ମୁଁ ବିଧି ଓତ ଗାଣ୍ଠି ଜୋରି ହୋ ନ ଲାଗି ଭୟରି। ଜୋରି ହୋ ନ ଲାଗି ଭୟରି। ଜୋରି ହୋ ନ ଲାଗି ଭୟରି। ହିମବାନ ଯେପରି ଶିବଙ୍କ ହାତରେ ପାର୍ବତୀଙ୍କୁ ଦେଇଥିଲେ, ସାଗର ଯେପରି ଭଗବାନ ବିଷ୍ଣୁଙ୍କ ହାତରେ ଲକ୍ଷ୍ମୀଙ୍କୁ ଦେଇଥିଲେ, ଜନକ ସେହିପରି ଶ୍ରୀରାମଙ୍କ ହାତରେ ଜାନକୀଙ୍କୁ ସମର୍ପି ଦେଲେ। ଏହା ଫଳରେ ବିଶ୍ୱରେ ସୁନ୍ଦର ନବୀନ କୀର୍ତ୍ତି ପରିବ୍ୟାପ୍ତ ହୋଇଗଲା। ବିଦେହ ଅର୍ଥାତ୍ ଜନକ କିପରି ବା ବିନୟ ପ୍ରକାଶ କରିପାରନ୍ତେ? ସେହି ଶ୍ୟାମଳ ମୂର୍ତ୍ତି ଶ୍ରୀରାମ ତ ତାଙ୍କୁ ଯଥାର୍ଥରେ ବିଦେହ ଅର୍ଥାତ୍ ଦେହଜ୍ଞାନ ଶୂନ୍ୟ କରିଦେଇଥିଲେ। ଯଥାବିଧି ହୋମ କରି ଗଇଁଠାଳ ବନ୍ଧାଗଲା ଏବଂ ବରକନ୍ୟା ହୋମାଗ୍ନିକୁ ପରିକ୍ରମା କରିବାକୁ ଲାଗିଲେ। ଜୟ ଧୁନି ବନ୍ଦୀ ବେଦ ଧୁନି ମଙ୍ଗଳ ଗାନ ନିଶାନ। ସୁନିହର ସାହି ବର ସାହି ବିବୁଧ ସୁର ତରୁ ସୁମନ ସୁଜାନ। ସୁମନ ସୁଜାନ। ଜୟଧ୍ୱନି, ଭାଟଧ୍ୱନି, ବେଦଧ୍ୱନି, ମଙ୍ଗଳ ଗାନଧ୍ୱନି ଓ ନାଗରା ବାଦ୍ୟର ଧ୍ୱନି ଶୁଣି ଚତୁର ଦେବଗଣ ହର୍ଷିତ ହେଲେ ଓ କଳ୍ପବୃକ୍ଷର ପୁଷ୍ପ ବର୍ଷଣ କଲେ। କୁଆଁରୁ କୁଆଁରୀ କଲ ଭାଉରି ଦେହି ନୟନ ଲାଭୁ ସବ ସାଦର ଲେହି। ଯାଇ ନ ବର ନିମନ ହର ଜୋରି ଯୌପମା କଛୁ କହଉଁ ସଥୋରି। କହଉଁ ସଥୋରି। ବରକନ୍ୟା ଅଗ୍ନି ପରିକ୍ରମା କଲା ବେଳେ ବଡ଼ ସୁନ୍ଦର ଦେଖାଗଲେ। ତାଙ୍କୁ ଆଦରପୂର୍ବକ ଦର୍ଶନ କରି ସମସ୍ତେ ନେତ୍ର ପରମ ଲାଭ କଲେ। ସେହି ମନୋହର ଯୁଗଳ ମୂର୍ତ୍ତିର ବର୍ଣ୍ଣନା କରିହେବ ନାହିଁ। ତାଙ୍କୁ ଯେକୌଣସି ଉପମା ଦେଲେ ବି ତାହା ନିଶ୍ଚୟ ଅଳ୍ପ ହେବ। ରାମ ସିୟ ସୁନ୍ଦର ପ୍ରତି ଛାଇ ଜଗମଗାତ ମନି ଖମ୍ବନ ମାହି। ମନହୁ ମଦନ ରତି ଧରି ବହୁ ରୂପା ଦେଖତ ରାମ ବିହାଉ ଅନୁପା। ଶ୍ରୀରାମ ଓ ସୀତାଙ୍କର ପ୍ରତିବିମ୍ବ ମଣିସ୍ତମ୍ଭରେ ପଡ଼ି ଝଲମଲ ହେଉଥାଏ। ତାହା ଦେଖି ଲାଗୁଥାଏ ସତେ ଅବା କାମଦେବ ଓ ରତି ବହୁ ରୂପ ଧାରଣ କରି ଶ୍ରୀରାମଙ୍କର ଅନୁପମ ବିବାହ ଉତ୍ସବ ଦେଖୁଛନ୍ତି। ଦରସ ଲାଳସା ସକୁଚନ ଥୋରି ପ୍ରଗଟତ ଦୂରତ ବହୋରି ବହୋରି। ଭୋଇ ମଗନ ସବ ଦେଖନି ନିହାରେ
ଜନକ ସମାନ ଅପାନ ବିସାରେ। ସେମାନଙ୍କର ଅର୍ଥାତ୍ କାମଦେବ ଓ ରତିଙ୍କର ଦର୍ଶନ ଲାଳସା କମ୍ ନଥିଲା କି ସଂକୋଚ ବି କମ୍ ନଥିଲା। ସେହି କାରଣରୁ ସେମାନେ ବାରମ୍ବାର ଦେଖା ଦେଉଥାନ୍ତି ଓ ଲୁଚି ଯାଉଥାନ୍ତି। ଏପରି ଦୃଶ୍ୟ ଦେଖି ସମସ୍ତେ ଆନନ୍ଦମଗ୍ନ ହୋଇଗଲେ ଏବଂ ସମସ୍ତେ ଜନକଙ୍କ ପରି ଆତ୍ମବିସ୍ମୃତି ହୋଇଗଲେ। ପ୍ରମୁଦିତ ମୁହ୍ନିନ ଭାଉଁରି ଫେରି ନେଗ ସହିତ ସବରି ତିନେ ବେରି। ରାମ ସିଅ ଶିର ସେନ୍ଦୁର ଦେହି ଶୋଭା କହି ନ ଜାତି ବିଧି କେହି। ମୁନିମାନେ ବରକନ୍ୟାକୁ ଆନନ୍ଦପୂର୍ବକ ଅଗ୍ନି ପରିକ୍ରମା କରାଇଲେ ଏବଂ ବିଧି ବିଧାନ ପୂର୍ବକ ସମସ୍ତ ପ୍ରାପ୍ୟ ପ୍ରଦାନ କଲେ। ଏଥର ଶ୍ରୀରାମ ସୀତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ଦେଲେ। ସେହି ସମୟର ଶୋଭା କୌଣସି ପ୍ରକାରେ ବର୍ଣ୍ଣନା କରିହେବ ନାହିଁ। ଅରୁଣ ପରାଗ ଲଲଜୁ ଭରି ନିକେ ଶଶି ଭୂଷହି ଲୋଭମିକେ। ବହୁରି ବଶିଷ୍ଠ ଦୀର୍ଘାନୁଶାସନ ବରୁ ଦୁଲହିନି ବୈଠେକ ଆସନ। ମନେ ହେଉଥାଏ ସତେ ଯେପରି ପଦ୍ମଫୁଲ ଭିତରେ ଲାଲ ବର୍ଣ୍ଣର ପରାଗରେଣୁ ପୂର୍ଣ୍ଣ କରି ତାହାକୁ ନେଇ ସର୍ପ ଅମୃତ ଲୋଭରେ ଚନ୍ଦ୍ରକୁ ଭୂଷିତ କରୁଛି। ଏଠାରେ ଶ୍ରୀରାମଙ୍କର ହାତକୁ ପଦ୍ମ ସହିତ, ସିନ୍ଦୂରକୁ ଲାଲ ପରାଗରେଣୁ ସହିତ, ଶ୍ରୀରାମଙ୍କ ଶ୍ୟାମଳ ଭୁଜକୁ ସର୍ପ ସହିତ ଏବଂ ସୀତାଙ୍କ ମୁଖକୁ ଚନ୍ଦ୍ର ସହିତ ଉପମା ଦିଆଯାଇଛି। ତାପରେ ବଶିଷ୍ଠ ଆଜ୍ଞା ଦେବାରୁ ବରକନ୍ୟା ଗୋଟିଏ ଆସନରେ ବସିଲେ। ବନ୍ଧୁମାନେ, ଆଜି ପାଇଁ ଏତିକି। ପୁଣି ସାକ୍ଷାତ ହେବ ଆଗାମୀ ଅଧ୍ୟାୟରେ। ଭୀମ శాపి రణు ଭଙ୍ଗ ମୁନିରାପି ମତି ଭ୍ରମ। ଯଦି ଶୁଦ୍ଧମ ଶୁଦ୍ଧବା ମମ ଦୋଷ ନ ବିଦ୍ୟତେ। ମମ ଦୋଷ ନ ବିଦ୍ୟତେ। ମମ ଦୋଷ ନ ବିଦ୍ୟତେ।